ଆମର ଆମେ ଗତ ବର୍ଷ ଯୋଉ କୋଭିଡ ପ୍ରିଭିୟସଲି ଯୋଉ କୋଭିଡ ହେଇଥିଲା ସେଥିରେ ଆମ କ୍ୟାପିଟାଲ ହସ୍ପିଟାଲ ସବୁ ଆରେଞ୍ଜମେଣ୍ଟ କରାଯାଇଥିଲା। ଆଉ ସେ ଏଇ ବର୍ଷ ବି ଆମେ ଯଦି ଆମକୁ ଗୋଟେ ଆଡଭାଇଜରୀ ଆସିଥିଲା ଅକ୍ସିଜେନ ସପ୍ଲାଇ ସିଷ୍ଟମ ର ଗୋଟେ ମକଡ୍ରିଲ କରିବା ପାଇଁ ଆମେ କରିଥିଲୁ। ଏବଂ ସପୋଜ ଯଦି କିଛି ପେସେଣ୍ଟ ଆସନ୍ତି କ୍ୟାପିଟାଲ ହସ୍ପିଟାଲ କୁ କୋଉଠୁ ପଜିଟିଭ ରିପୋର୍ଟ ଧରିକି ଆସନ୍ତି ଆମେ ତାଙ୍କ ପାଇଁ ଆଇସୋଲେସନ ର ବ୍ୟବସ୍ଥା ରଖିଛୁ। କେବଳ ଆଇସୋଲେସନ ଆମେ ରଖିପାରିବୁ ଏବଂ ଯାହା ଚିକିତ୍ସା ଯେମିତି ଦିଆ ହଉଥିଲା ଆମର ଷ୍ଟାଣ୍ଡାର୍ଡ ଥଣ୍ଡା ଜର ଚିକିତ୍ସା ଆମେ ସେଟା ଦବୁ। ତାପରେ ପ୍ରୋଟୋକଲ ଆସିଲା ପରେ ଆମେ ତାଙ୍କୁ ସେଇ ଅନୁସାରେ ଟେଷ୍ଟିଂ ପାଇଁ କି ଆଉ ଫର୍ଦର ଆଡଭାନ୍ସ ଟ୍ରିଟମେଣ୍ଟ କଣ ଦିଆହବ ଆମେ ସେଟାକୁ କନସିଡର କରିବୁ। ଆମର 8ଟି ବେଡ୍ ରିଜର୍ଭ ରଖା ହେଇଛି। ଗୋଟେ ଆଇସୋଲେସନ ରୁମ୍ ସେଟା 8ଟି ବେଡ୍।